ସମାନ 5 ପଇସା ଦେଇନି କି ଆମେ ବ୍ୟକ୍ତିଗତ ଭାବରେ କେହି ପଇସା ଦେଇନି। ଯେଉଁ କାମ ହେଉଛି ସରକାରୀ ପଇସାରେ ହେଉଛି। ଯେଉଁ କାମ ବି ହେବ ସୋଲାର ଫୋଲାର ସେ ବି ସରକାର ଜିଲ୍ଲାପାଳଙ୍କ ଆଦେଶ କ୍ରମେ ହେଉ ସେଥିରେ ଅନ୍ୟ ସଂସ୍ଥା ତାକୁ କରୁଛନ୍ତି। ସେଥିରେ ଆମର ଖର୍ଚ୍ଚ କିଛି ନାହିଁ। ତେଣୁ ସେମାନେ ହଇରାଣ ହରକତ ନ ହେବା ଦରକାର। ସେ ତାଙ୍କର ରାସ୍ତା ହେଇକି ଯିବେ କରିବେ। ତେଣୁ ଏ ବିଷୟ ତାଙ୍କ ସହିତ ଯେହେତୁ ଆଉ ଥରେ ମୁଁ ଗୋଟେ ରାଉଣ୍ଡ କହିଦେବି। ଦେଖା ହେଇନି, ଦେଖା ହେଲେ ତାଙ୍କ ସବୁ ବିଷୟରେ କୁହାଯିବ। ଯେମିତି ଏମିତି ଆପଣଙ୍କର ଫିଲ୍ଡ ଅଫିସର ଏଇ ହଇରାଣ କରୁଛନ୍ତି, ଆପଣ ସେ ଅନୁସାରେ ସେଇ ଭାବରେ ନିର୍ଦ୍ଦେଶ ଦିଅନ୍ତୁ ଏବଂ ବ୍ୟବସ୍ଥା କରନ୍ତୁ। ଆମେ କେତେ ଥର ବିଷୟ ଆପଣଙ୍କୁ କହିବୁ ବା ତାଙ୍କୁ କୁଆଡ଼େ ଖୋଜିବୁ, ସେଇଟା କରାଯିବ। ଆଚ୍ଛା, ବର୍ତ୍ତମାନ ଯେଉଁ ମୁଖ୍ୟ ପ୍ରସଙ୍ଗ ଆମର ରହିଛି ବ୍ୟକ୍ତିଯାତ୍ରା କଥା, ଆମେ ଚିନ୍ତା କରୁଛୁ। ମୁଁ ତ ଏଇ ବ୍ୟସ୍ତ ଭିତରେ ପଳେଇ ଆସିଲି, ଡେରି ହେଇଯିବ ପଳେଇ ଆସିଲି। ମୁଁ ଗୋଟେ ଲେଖିକିରି ମଧ୍ୟ ରଖିକି ତାର ଲିଷ୍ଟ ପ୍ରାୟ କରିଦେଇଛି। ସବୁ ଦେଖୁଥିଲି 60 ପାଖାପାଖି, 60ରୁ କମ୍ ହେଉଛି 200 ଅଛି। ଯେମିତି ଆପଣଙ୍କର ଅଙ୍ଗାରବନ୍ଧ, ଆପଣଙ୍କର କୁଲାଡ଼, ବଦାଳ, ସଞ୍ଜପଡ଼ା, ଆଉ ଏଠି ହମାମିରା, ଏମିତି ବହୁତ ଶାକସିଙ୍ଗା, ଏମିତି ବହୁତ ମୁଖ୍ୟ ମୁଖ୍ୟ ଟୁଙ୍ଗି ସବୁ ରହିଛି, ଯେଉଁଟାକି ଆମେ 12 ବର୍ଷ ଭିତରେ ସେ ଜାଗାକୁ ବ୍ରହ୍ମଜ୍ୟୋତି ଯାଇକରି ଆସିଛୁ। ତେଣୁ ଆମେ ଚାହୁଁଛୁ ଏ ବର୍ଷ କିଛି କ୍ଷେତ୍ରରୁ ମଧ୍ୟ ଆମ ପାଖକୁ ଆସିଲା ପ୍ରସ୍ତାବ ଆସିଲା, ଆମେ ତାକୁ ବିଭିନ୍ନ ଭାବରେ ବିଶ୍ଳେଷଣ କଲୁ। ନାହିଁ ତାହେଲେ ଆମେ ତ ଆଉ କିଛି ଯେଉଁମାନେ ଆମ ସହିତ ସଂଶ୍ଳିଷ୍ଟ ଅଛନ୍ତି କିଛି ଲୋକଙ୍କୁ ଡାକିବା, ବସିକରି ସ୍ଥିର କରିବା କ'ଣ କରିବା ନ କରିବା। ତେଣୁ ପ୍ରାଥମିକ ଭାବରେ ଏଇଟା ସ୍ଥିର ହୋଇଛି, ଯେଉଁଟାକି ଆଜି ଆପଣମାନେ ତାକୁ ଦୃଢ଼ୀକରଣ କରିବେ ଯେ ଏହିସବୁ ଜାଗାମାନଙ୍କରୁ ଶାକସିଙ୍ଗା ହେଉ, କୁଲାଡ଼ ହେଉ, ଝୁଟି ଆଉ ଏଇଠୁ ଏ ବର୍ଷ ଆଉ ଯିବ ନାହିଁ, ବ୍ରହ୍ମଜ୍ୟୋତି ଆଉ ବାହାରିବନି। ସେଇ ସବୁ ଜାଗାରେ ଜ୍ୟୋତି ଆସିବେ, ସାଙ୍ଗରେ କାହାର 2-4 ଜଣ ଆସିବେ। କେଉଁଠି ଯଦି ଆମର ଭଜନ କୀର୍ତ୍ତନ ବାଲା ଅଛନ୍ତି, ଯଦି ଫେମସ୍ ଆମର କ'ଣ ସେ ଜାଣି ରଖିବୁ ମହୁର ବାବା, ସେ ତ ବହୁତ ବଢ଼ିଆ କରନ୍ତି। ଆଉ ତେଣୁ ସେମାନେ ସବୁ ଧରିକିରି ଆସିବେ। ତେଣୁ ଯେତୋଟି ଜାଗାକୁ ହେବ ଆମେ ଭାବୁଛୁ ଯେ ବ୍ୟବହାରିକ ଆମ ମଧ୍ୟ ଦରକାର ଆବଶ୍ୟକ ପଡ଼ିଲେ ସେ ଜାଗାକୁ କିନ୍ତୁ ସେଥିପାଇଁ ଯିବାକୁ ହେଲେ 7-8 ଦିନ ଗାଡ଼ିରେ ଯିବାକୁ ପଡ଼ିବ। ପ୍ରତିଦିନ ଗୋଟେ ଦାଣ୍ଡିରେ ରୁଟ୍ରେ ଗଲେ ଧର ଏପଟେ ବାହାରିକି ଗଲୁ ରାସଳପତ୍ର ହେଇକିରି ଅଙ୍ଗାରବନ୍ଧ ହେଇକି ଧର ଗୋଟେ ଦିନ ଫେରିଲୁ। ସେମିତି ତାର ଗୋଟେ କରାହେଇଛି। ବଡ଼ କନ୍ଧନି, ସାନ କନ୍ଧନି, ଗୋଟେ ରୁଟ୍ କରିବାକୁ ପଡ଼ିବ। ହିନ୍ଦଳ ପଟେ, ଅନୁଗୁଳ ପଟେ କରିକି 8-10 ଦିନ ଲାଗିବ ବୋଲି ଗୋଟେ ଆପାତତଃ ସ୍ଥିର କରାହେଇଛି। ତେଣୁ ଏଇ ଯେଉଁ ଆପଣମାନେ ଆସିଲେ ଆପଣମାନଙ୍କ ଜରିଆରେ ଯେଉଁ ମେସେଜଟା ଯିବ, ତାପରେ ଆମେ ମନରୁ ପାଇ ସେ ଗୋଟେ ଲିଫଲେଟ୍ ମଧ୍ୟ ସେ ଅନୁସାରେ ବାହାର କରିବା। ଆପଣମାନେ ଯାହା ଆଜି ଚୂଡ଼ାନ୍ତ କଲେ ସେ ଅନୁସାରେ ଲିଫଲେଟ୍ ଆଗୁଆ କରିକି